15 ଜୁନ୍ 2015 ରାତି 12 ପୁରୀ ସହରରେ ଅନ୍ଧାରମୟ ଛାଇଯାଇଥିଲା। ପୁରା ସହର ଯାକ ସବୁଆଡ଼େ ଅନ୍ଧାରମୟ ହୋଇଯାଇଥିଲା। ଏହି କୌଣସି ସାଧାରଣ ବିଜୁଳି କାଟିବାର ସମସ୍ୟା ନଥିଲା। ବିଜୁଳି କାଟିବାର ଭାବିଚିନ୍ତି ଡିସିସନ୍ ନିଆଯାଇଥିଲା। ଏହାର କାରଣ ଜଗନ୍ନାଥ ମନ୍ଦିରରେ ବହୁତ ପୁରୁଣା ଗୋଟିଏ ରହସ୍ୟମୟ କାର୍ଯ୍ୟ ଚାଲୁଥିଲା। ସେହି ରାତିରେ ଭଗବାନ କୃଷ୍ଣଙ୍କର ହୃଦୟ ପୁରୁଣା ମୂର୍ତ୍ତିରୁ ବାହାର କରି ନୂଆ ମୂର୍ତ୍ତିରେ ରଖାଯାଉଥିଲା। ପୁରା ସହରକୁ ଅନ୍ଧାରରେ ରଖିବା ଏହି କାର୍ଯ୍ୟକୁ କରିବା ପାଇଁ ଗୋଟିଏ ପ୍ରକ୍ରିୟା ଥିଲା। ଏହି କାର୍ଯ୍ୟକୁ ଯେଉଁ ଗୋଟିଏ ଲୋକ ଦେଖିଲା ଆଉ ତାହା ବିଷୟରେ କହିଲା, ଏହାକୁ ଆପଣ ଶୁଣି ସାରିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏଇଠି ପ୍ରଶ୍ନ ଉଠେ, ଏମିତି କ'ଣ ପାଇଁ କରାଗଲା? ଆଉ ସବୁଠୁ ବଡ଼ ପ୍ରଶ୍ନ ଉଠେ, କ'ଣ 500 ବର୍ଷ ଶ୍ରୀକୃଷ୍ଣଙ୍କ ହୃଦୟ ଏତେ ଦିନ ରଖାଯାଇପାରେ? ନା, ପୂର୍ବତନ କାଳର ଉନ୍ନତ ଉପକରଣରେ ବନା ହୋଇଛି, ଯାହା ମାଂସ ଏବଂ ରକ୍ତରେ ବନା ହୋଇନାହିଁ। ଶ୍ରୀ ଜଗନ୍ନାଥ ମନ୍ଦିରର ନିୟମ କାନୁନ ବହୁତ କଠୋର ଅଛି ଯେ ଇନ୍ଦିରା ଗାନ୍ଧୀ, ରବୀନ୍ଦ୍ରନାଥ ଟେଗୋର, ଆମ୍ବେଦକର ଆଉ ମହାତ୍ମା ଗାନ୍ଧୀ ଭଳି ଲୋକମାନଙ୍କୁ ବି ପ୍ରବେଶ କରିବା ପାଇଁ ମନା କରାଗଲା। ହେଲେ ଏମିତି କ'ଣ ପାଇଁ? 500 ବର୍ଷ ଭବିଷ୍ୟତ ଗ୍ରନ୍ଥରେ ଏହି ମନ୍ଦିର ବିଷୟରେ ଏମିତି କ'ଣ ଲେଖା ହେଇଛି? ଗ୍ରନ୍ଥ କୁହେ, ଯେତେବେଳେ ଏହି ମନ୍ଦିର ପାଣିରେ ବୁଡ଼ିବ, ପୁରା ଏ ପୃଥିବୀ ନଷ୍ଟ ହୋଇଯିବ। କିନ୍ତୁ ସେହି ଦିନ କେବେ ଆସିବ? କୁହାଯାଏ ଯେ 800 ବର୍ଷରୁ ପ୍ରତ୍ୟେକ ଦିନ ମନ୍ଦିରର ପତାକା ବଦଳାଯାଏ। ଯଦି କୌଣସି ଦିନ ଭୁଲରେ ବି ଗୋଟେ ଦିନ ମନ୍ଦିରର ପତାକା ବଦଳାଯାଏ ନାହିଁ, ତାହେଲେ ଏ ମନ୍ଦିର 18 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ଏହାର କାରଣ କ'ଣ?